ଯଦି ତମେ ଓଏସଏସସି ସିଜିଏଲ ଏବଂ OSSC ର ଯେମିତିକି ରେଭିନ୍ୟୁ ଇନ୍ସପେକ୍ଟର, ଆଇସିଡିଏସ୍ ସୁପରଭାଇଜର, ଭିଏଡବ୍ଲ୍ୟୁ ହେଇଗଲା, ଜୁନିୟର ଆସିଷ୍ଟାଣ୍ଟ ହେଇଗଲା, କିମ୍ବା ଏଆରଆଇ ଅମିନ, ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର, କିମ୍ବା ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ଏକ୍ସାଇଜ କନଷ୍ଟେବଳ, এই ପୋଷ୍ଟ ମାନଙ୍କ ଭିତରୁ କୌଣସି ବି ଗୋଟିଏ ପୋଷ୍ଟ ପାଇବା ପାଇଁ ସିରିୟସ୍ ଅଛ, ତାହେଲେ ଏ ଭିଡ଼ିଓଟି ବହୁତ ହି ହେଲ୍ପଫୁଲ୍ ହେବାକୁ ଯାଉଛି। ଏ ଭିଡ଼ିଓରେ ଜାଣିବାକୁ ପାଇବ କିପରି ଟାଇମ୍ ଆଣ୍ଡ ଡିଷ୍ଟାନ୍ସକୁ କମ୍ ସମୟ ମଧ୍ୟରେ ସଲ୍ଭ କରିହେବ, 5 ସେକେଣ୍ଡ ଭିତରେ କିପରି ଏକ୍ଜାମରେ ଆସିଲେ ସଲ୍ଭ କରିପାରିବ। 90% ପିଲା ଯେଉଁ ଭୁଲ କରୁଛନ୍ତି, ସିଲି ମିଷ୍ଟେକ୍ ସବୁ ହେଉଛି, ସେ ସିଲି ମିଷ୍ଟେକ୍କୁ ନ କରି କିପରି ଭାବରେ କଲେ ଇଜି ୱେରେ କରିହେବ, ଏକ୍ଜାମରେ କେଉଁ ଆପ୍ରୋଚରେ କଲେ ଠିକ୍ ହେବ, ସେସବୁ ଜାଣିବାକୁ ପାଇବ। ତେଣୁକି ଏ ଭିଡ଼ିଓଟି ବହୁତ ହି ହେଲ୍ପଫୁଲ୍ ହେବାକୁ ଯାଉଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖ ଏବଂ କିଛି ଟ୍ରିକ୍ ଜାଣିନିଅ ଯେଉଁଟାକି ଏକ୍ଜାମରେ ବହୁତ ହି ହେଲ୍ପଫୁଲ୍ ହେଇପାରିବ। ଓକେ, ତ ଚାଲ ଷ୍ଟାର୍ଟ କରିବା। ଟପିକ୍ ହେଉଛି କ'ଣ? ଟାଇମ୍ ଆଣ୍ଡ ଡିଷ୍ଟାନ୍ସ। ଓକେ, ଟାଇମ୍ ଆଣ୍ଡ ଡିଷ୍ଟାନ୍ସର ପ୍ରଥମେ ଟିକେ ବେସିକ୍ କନସେପ୍ଟ ଜାଣିବା, ଯେଉଁଟାକି ନିହାତି ଜାଣିବା ଦରକାର। ପିଲା ମ୍ୟାକ୍ସିମମ୍ ପିଲା ସେଇ ମିଷ୍ଟେକ୍ ସବୁ କରନ୍ତି। ଟାଇମ୍ ଆଣ୍ଡ ଡିଷ୍ଟାନ୍ସର ଗୋଟେ ଫର୍ମୁଲା ଅଛି, ୟୁନିଭର୍ସାଲ ଫର୍ମୁଲା, ଯେଉଁଟା ଆମକୁ ମନେ ରଖିବାର ଅଛି। ପ୍ରଥମେ ସ୍ପିଡ୍ ଇକ୍ୱାଲ୍ ଟୁ ଡିଷ୍ଟାନ୍ସ ବାଇ ଟାଇମ୍। টাইম ଆଣ୍ଡ ଡିଷ୍ଟାନ୍ସର ଏଇ ଫର୍ମୁଲାଟାକୁ ଆମକୁ ପ୍ରଥମେ ମନେ ରଖିବାର ଅଛି। ଏଇ ଫର୍ମୁଲାରେ ହିଁ ସବୁ କ୍ୱେଶ୍ଚନ୍ ସଲ୍ଭ ହେବ ଏବଂ କେଉଁଠି କେମିତି ମିଷ୍ଟେକ୍ ହୁଏ ସେସବୁ ଆମେ ଜାଣିବା। ପ୍ରଥମେ ଟାଇମ୍ ଆଣ୍ଡ ଡିଷ୍ଟାନ୍ସର ଫର୍ମୁଲା ହେଉଛି ସ୍ପିଡ୍ ଇକ୍ୱାଲ୍ ଟୁ କ'ଣ? ଡିଷ୍ଟାନ୍ସ ବାଇ ଟାଇମ୍। ତ ଏଇଟାକୁ ହିଁ ଯେତେବେଳେ ଡିଷ୍ଟାନ୍ସ ମାଗିଥିବ, ଗୋଟେ ଜାଗାରେ ଡିଷ୍ଟାନ୍ସ କେତେ ଅଛି ମାଗିଥିଲେ, କ'ଣ କରିବା? ଟାଇମ୍ଟା ତଳେ ଅଛି, ଉପରକୁ ପଳେଇବ। ତାହେଲେ ଡିଷ୍ଟାନ୍ସର ଫର୍ମୁଲା କ'ଣ ହେଇଯିବ? ସ୍ପିଡ୍ ଇଣ୍ଟୁ ଟାଇମ୍ ହେଇଯିବ। ଯେତେବେଳେ ଟାଇମ୍ ମାଗିଥିବ କ'ଣ ହେଇଯିବ? ଟାଇମ୍ ଯେତେବେଳେ ମାଗିବ, ଏଇଟା ଏପଟେ ପଳେଇଲେ ଟାଇମ୍ଟା ଗୁଣନ ହେଇଗଲା, ଇଣ୍ଟୁ ହେଇଗଲା, ସ୍ପିଡ୍ ତଳକୁ ପଳେଇ ଆସିବ, ମାନେ ଉଲ୍ଟି ଯିବ। ତାହେଲେ କ'ଣ ଆସିବ? ଡିଷ୍ଟାନ୍ସ ବାଇ ସ୍ପିଡ୍। ଓକେ, ତ এইଠି ଆମେ କ'ଣ ଜାଣିଲୁ? ଦେଖ, ମାନେ ସ୍ପିଡ୍ଟା ତଳକୁ ପଳେଇ ଆସୁଛି ଯେତେବେଳେ ଟାଇମ୍ କାଢ଼ିବାର ଅଛି। ତ ଯେତେବେଳେ ସ୍ପିଡ୍ଟା ବଢ଼ିବ, ଟାଇମ୍ଟା କ'ଣ ହେଇଯିବ? ଟାଇମ୍ଟା କମିଯିବ। ଓକେ, ଏବଂ ସ୍ପିଡ୍ କମିଲେ ଟାଇମ୍ଟା ବଢ଼ିଯିବ। ଠିକ୍ ଅଛି, କେବଳ ଏତିକି ଇନଫର୍ମେସନ୍ ବର୍ତ୍ତମାନ ଜାଣିଥାଅ। ଆଉ ଟିକେ ଦେଖିବା ବର୍ତ୍ତମାନ। ତାହେଲେ ଯେତେବେଳେ ସ୍ପିଡ୍ଟା କାଢ଼ିବା, ଦେଖ ସ୍ପିଡ୍କୁ କେମିତି ହିସାବ କରାଯାଏ, କାଲକୁଲେଟ୍ କେମିତି କରାଯାଏ। ସ୍ପିଡ୍ଟା କାଲକୁଲେଟ୍ କରିବା ପାଇଁ এইଠି ପିଲା ପ୍ରାୟ ଭୁଲ କରନ୍ତି, ଏଇଟା ଟିକେ ଭଲ ଭାବରେ ଦେଖିଥାଅ, ଏଇଟା ଜାଣିବାର ଅଛି। ପ୍ରଥମେ ଦେଖ ମୁଁ କ'ଣ କହୁଛି, ସ୍ପିଡ୍ଟାକୁ ଆମର କିଲୋମିଟର ସହିତ ସବୁବେଳେ ଆୱାରକୁ ଏଡ୍ କରାହେବ। ଓକେ, କେତେ ସ୍ପିଡ୍ରେ ଯାଉଛି ନା 4 କିଲୋମିଟର ପାର ଆୱାର। କେବେ ବି ଏଇଟା ମିନିଟ୍ ଲେଖା ହେଇନଥିବ, ଆୱାର ବଦଳରେ ମିନିଟ୍ ଲେଖା ହେଇନଥିବ, କିମ୍ବା ସେକେଣ୍ଡ ଲେଖା ହେଇନଥାଏ। ଠିକ୍ ଅଛି, କିଲୋମିଟର ପାର ଆୱାର ଲେଖା ହେଇଥିବ। ଓକେ, ଆଉ ଗୋଟେ କ'ଣ? ଫର୍ ମିଟର ପାର ସେକେଣ୍ଡ ଲେଖା ହେଇଥିବ, ମିଟର ପାର ସେକେଣ୍ଡ ଲେଖା ହେଇଥିବ। କନଫ୍ୟୁଜ୍ କରିଦେବ, ସେ ମିଟର ପାର ମିନିଟ୍ କରିବ, 4 ମିଟର ପାର ମିନିଟ୍ ଏମିତି ଲେଖା ହୁଏନି। ପ୍ରାୟ ଆମର କିଲୋମିଟର ପାର ଆୱାର ଥିବ, ମିଟର ପାର ସେକେଣ୍ଡ ଥିବ। ପ୍ରଥମେ ଆମକୁ ଏଇ ଦୁଇଟା ନଜର କରିକି କାମ କରିବାର ଅଛି। ଯେତେବେଳେ ସେ କହିବ ଯେ 4 ମିନିଟ୍ରେ, ଯଦି 4 ମିଟର ପାର ସେକେଣ୍ଡ ଯାଉଛି, ତାହେଲେ 4 ମିନିଟ୍ରେ କେତେ ଦୂର ଯିବ ସେ ଯଦି କହିଲା, ତାହେଲେ 4 ମିନିଟ୍ ଇକ୍ୱାଲ୍ ଟୁ, ପ୍ରଥମେ ଏହାକୁ ଆମେ ସେକେଣ୍ଡରେ କନଭର୍ଟ କରିବା। 4 ମିନିଟ୍କୁ 1 ମିନିଟ୍ ସମାନ କେତେ ସେକେଣ୍ଡ? 60 ସେକେଣ୍ଡ। ତାହେଲେ 4 ମିନିଟ୍ ଇଣ୍ଟୁ 60 ହେଲେ 240। 240 କରିକି ଏଇ 4କୁ ଗୁଣନ କରିବାର ଅଛି। ତାପରେ ଯାହା ବାହାରିବ ସେଇଟା ମିଟର ପାର ସେକେଣ୍ଡରେ ବାହାରିବ ଆନ୍ସରଟି। ଛୋଟ କନସେପ୍ଟଟା ଥିଲା, ମାନେ ଛୋଟ ଛୋଟ ଜିନିଷ ଗୁଡ଼ିକ ଜାଣିବାର ଅଛି ପ୍ରଥମେ। ଏଇ ଛୋଟ ଛୋଟ ମିଷ୍ଟେକ୍ ହିଁ ଏକ୍ଜାମରେ ହୁଏ, ଭୁଲ, ଯେଉଁଟାକି ଟିକେ ଭୁଲ ପାଇଁ କ୍ୱେଶ୍ଚନର ମାର୍କ କଟିଯାଏ। ଓକେ, ଦେଇକି ଆସିକି ଆମେ ମାନେ ଘରେ ଆସିକି ଭାବୁଛେ ଏ ଛୋଟ ମିଷ୍ଟେକ୍ଟା କେମିତି କରିଦେଲି, ଭୁଲ ହେଇଗଲା। ଏସବୁ ଜିନିଷ ଟିକେ ଟିକେ ଜିନିଷ ଜାଣିବାର ଥିଲା, ଏଗୁଡ଼ା ଜାଣିବା ନିହାତି ଦରକାର। ଓକେ, ଯେତେବେଳେ କ୍ୱେଶ୍ଚନ୍ ସଲ୍ଭ କରିବା, ଏଇଥିରେ ହିଁ କନଫ୍ୟୁଜ୍ ହେଇକିରି ମାନେ ଭୁଲ ହେଇଯାଏ କ୍ୱେଶ୍ଚନ୍ ଗୁଡ଼ିକ। ଓକେ, ଦେଖ କ୍ଲିୟର ହେଇଗଲା। ବର୍ତ୍ତମାନ ବେଳେବେଳେ କ'ଣ ଥିବ ନା, ଆମର ସ୍ପିଡ୍ଟା ତ ଥିବ, ସ୍ପିଡ୍ ଥିବ କିଲୋମିଟର ପାର ଆୱାର,
କିନ୍ତୁ ଅପସନ୍‌ରେ ଦେଇଥିବ ଯେ ଏହାର ସ୍ପିଡ୍‌ଟା ମିଟର ପାର୍ ସେକେଣ୍ଡରେ କେତେ ହଉଛି। ମିଟର ପାର୍ ସେକେଣ୍ଡରେ କେତେ ସ୍ପିଡ୍‌ରେ ଯାଉଛି। ତ ଏହାକୁ ଆମେ କିପରି କନଭର୍ଟ କରିବା? ତ କ'ଣ ଅଛି ନା ମୁଁ କ'ଣ କହିଲି? ଯେତେବେଳେ କିଲୋମିଟର ପାର୍ ଆୱାର ଥିବ, ଏହାକୁ ଆମେ ସର୍ଟ ୱେରେ କିପରି କିଲୋମିଟର ପାର୍ ଆୱାର ଥିବ, ଏହାକୁ କିପରି ଆମେ ମିଟର ପାର୍ ସେକେଣ୍ଡରେ କନଭର୍ଟ କରିବା। କିଲୋମିଟର ମାନେ କେତେ ପିଲାମାନେ? 1 କିଲୋମିଟର ମାନେ କେତେ ମିଟର ହେବ ରେ? 1 କିଲୋମିଟର ମାନେ ହେଲା 1000 ମିଟର। କ୍ଲିୟର? 1 ଆୱାର ସମାନ କେତେ ସେକେଣ୍ଡ? 1 ଆୱାର ସମାନ କେତେ ସେକେଣ୍ଡ? 1 ଆୱାର ସମାନ କେତେ ସେକେଣ୍ଡ? କେତେ ସେକେଣ୍ଡ କହିପାରିବା? ଆମେ ଜାଣିଛୁ 1 ମିନିଟ୍ ସମାନ 60 ସେକେଣ୍ଡ। ବର୍ତ୍ତମାନ 1 ଘଣ୍ଟା ସମାନ କେତେ ମିନିଟ୍? 60 ମିନିଟ୍। 1 ମିନିଟ୍ ସମାନ ଯଦି 60 ସେକେଣ୍ଡ ହେଲା, 60 ମିନିଟ୍ ସମାନ କେତେ ସେକେଣ୍ଡ ହେବ? 60 ଇଣ୍ଟୁ 60 ସେକେଣ୍ଡ। ଏତିକି ହେଲା। ତାହେଲେ 1 ଘଣ୍ଟା ସମାନ ଆମେ କେତେ ଜାଣିଗଲୁ? 636 2ଟା 0 3600 ସେକେଣ୍ଡ। ତାହେଲେ ଏହାକୁ ଯୋଉ ମିଟର ପାର୍ ସେକେଣ୍ଡ ଲେଖିବାର ଅଛି, କିଲୋମିଟର ଜାଗାରେ ଏଟା ମାନେ ଖାଲି କେବଳ କିଲୋମିଟର ଲେଖା ହେଇଛି ମାନେ 1 କିଲୋମିଟର। ଖାଲି ଆୱାର ଲେଖା ହେଇଛି ମାନେ ଏଟା 1 ଆୱାର। ତାହେଲେ 1 କିଲୋମିଟର ଇକ୍ୱାଲ୍ ଟୁ କେତେ? 1000 ମିଟର। ଆମକୁ ମିଟର ପାର୍ ସେକେଣ୍ଡ କନଭର୍ଟ କରିବାର ଅଛି। ତାହେଲେ ୟାକୁ ଲେଖିବା 1000 ମିଟର ଲେଖିଲି ବାय ଆୱାର ମାନେ କେତେ? କେତେ ସେକେଣ୍ଡ ଏଟା ଆମେ ଜାଣିଗଲୁ? 3600 ସେକେଣ୍ଡ। 3600 ସେକେଣ୍ଡ। ବହୁତ ହି ଇମ୍ପୋର୍ଟାଣ୍ଟ କନସେପ୍ଟ କହୁଛି, ନିହାତି ଜାଣିବା ଦରକାର ଏସବୁ। ହେଲେ ଏକ୍ଜାମରେ ମାନେ ଯେତେବେଳେ କ୍ୱେଶ୍ଚନ୍ ସଲ୍ଭ କରିବା ଏ ସିଲି ମିଷ୍ଟେକ୍ ସବୁ ହେବନି ହେଲା। 2ଟା 0 2ଟା 0 କଟିଗଲା। 2ରେ କାଟିବା 2 ପଞ୍ଚା 10 18। ତାହେଲେ 1 କିଲୋମିଟର ପାର୍ ଆୱାର ଇକ୍ୱାଲ୍ ଟୁ କେତେ ମିଟର ପାର୍ ସେକେଣ୍ଡ ଆସିଗଲା? 5/18 ମିଟର ପାର୍ ସେକେଣ୍ଡ ହେଇଯିବ ଆନ୍ସର। ଓକେ। ଯେତେବେଳେ ଆମକୁ ସପୋଜ କହିବ ଯେ 5 କିଲୋମିଟର ପାର୍ ଆୱାରକୁ ମିଟର ପାର୍ ସେକେଣ୍ଡରେ କନଭର୍ଟ କର। ତାହେଲେ ଏଟା କେମିତି କରିବା? ସିଧା ଆମକୁ ଲିଖିବାର ଅଛି 5 କଲେ କିଲୋମିଟର ପାର୍ ଆୱାର ବଦଳରେ ମିଟର ପାର୍ ସେକେଣ୍ଡ କରିବାର ଅଛି, ହେଲେ ଡାଇରେକ୍ଟ 5/18 ଆମକୁ ଗୁଣନ କରିଦେବାର ଅଛି। ହେଲେ ମିଟର ପାର୍ ସେକେଣ୍ଡରେ କନଭର୍ଟ ହେଇଯିବ। ହେଲେ କେତେ ହେଇଗଲା? 5 ପଞ୍ଚା 25/18 ମିଟର ପାର୍ ସେକେଣ୍ଡ ହେଇଗଲା। ବର୍ତ୍ତମାନ ଇଜିଲି କରିପାରିବ ନା? କିଲୋମିଟର ପାର୍ ଆୱାରକୁ ମିଟର ପାର୍ ସେକେଣ୍ଡରେ ଇଜିଲି କନଭର୍ଟ ହେଇଯିବ। 5/18ରେ ଗୁଣନ କରିକି ମିଟର ପାର୍ ସେକେଣ୍ଡକୁ କନଭର୍ଟ କରିଦେବା। କ୍ଲିୟର? ଯଦି ମୁଁ କହିବି ଖାଲି ଆଉ ଗୋଟେ ତାପରେ କ୍ୱେଶ୍ଚନକୁ ଯିବା। ଯଦି ମୁଁ କହିବି ମିଟର ପାର୍ ସେକେଣ୍ଡକୁ କିଲୋମିଟର ପାର୍ ଆୱାରରେ କନଭର୍ଟ କର, ତାହେଲେ କେତେ ଗୁଣନ କରିବା? ଆମେ ଯେମିତି କିଲୋମିଟର ପାର୍ ଆୱାରକୁ ଯେତେବେଳେ ମିଟର ପାର୍ ସେକେଣ୍ଡକୁ କନଭର୍ଟ କରିଦେଉଛେ 5/18 ଗୁଣନ କରିଦେଲେ। ମିଟର ପାର୍ ସେକେଣ୍ଡକୁ ଯେତେବେଳେ କିଲୋମିଟର ପାର୍ ଆୱାରକୁ କନଭର୍ଟ କରିବା, କେତେ ଗୁଣନ କରିବା? ଏଇଠି ସେଇଭଳିଆ ଦେଖିବା, ଯେମିତିକି 1 କିଲୋମିଟର ଇକ୍ୱାଲ୍ ଟୁ ମିଟରରେ କନଭର୍ଟ କଲୁ, ସେମିତି 1 ମିଟର ସମାନ କେତେ କିଲୋମିଟର ହେବ? କୁହ କେତେ ହେବ? ଏଇଠି ଦେଖ 1000 ମିଟର ସମାନ 1 କିଲୋମିଟର ହେଉଛି। ତାହେଲେ 1 ମିଟର ସମାନ କେତେ କିଲୋମିଟର ହେବ? 1000ଟା ତଳକୁ ପଳେଇବ, 1/1000 କିଲୋମିଟର ହେବ। ସେଇଭଳିଆ ତାହେଲେ ସେକେଣ୍ଡଟା ବି କେମିତି ହେଇଯିବ? 1 ସେକେଣ୍ଡ ଇକ୍ୱାଲ୍ ଟୁ 1/3600 ସେକେଣ୍ଡ ଇକ୍ୱାଲ୍ ଟୁ 1 ଆୱାର ହେଲେ 1 ସେକେଣ୍ଡ ଇକ୍ୱାଲ୍ ଟୁ 1 ବାଇ ଏତିକି ହେଇଗଲା। ବର୍ତ୍ତମାନ ତାହେଲେ ମିଟର ଜାଗାରେ 1 ମିଟର ଇକ୍ୱାଲ୍ ଟୁ ଏତିକି କିଲୋମିଟର। ଟିକେ ମୁଁ ଏପଟେ ଲିଭେଇ ଦେଉଛି। ଦେଖ ତାହେଲେ ମିଟର ପାର୍ ସେକେଣ୍ଡକୁ କିପରି ଲେଖିବା? ମିଟର ବଦଳରେ ଆମେ କେତେ ଜାଣିଗଲୁ? 1 ମିଟର ସମାନ ଏତିକି କିଲୋମିଟର। 1/1000 କିଲୋମିଟର ବାଇ ସେକେଣ୍ଡ ଇକ୍ୱାଲ୍ ଟୁ 1/3600 ସେକେଣ୍ଡ। ଏଇଟା ଲେଖିଲି। କ୍ଲିୟର ଅଛି? ଆୱାର ଲେଖିବି, ଆୱାରରେ କନଭର୍ଟ ହେଲା। ଏଠି କିଲୋମିଟର ଲେଖିଦେଇଛି, ସରି, ଏଠି ଆୱାର ହେବ। ଆୱାର ବର୍ତ୍ତମାନ 3600ଟା ଡାଇରେକ୍ଟ ଉପରକୁ ପଳେଇବ, ମାନେ ଇଣ୍ଟୁ ହେଇଯିବ। ଯେତେବେଳେ ଇଣ୍ଟୁ ହେଲା ବେଳେ 1/1000 ଇଣ୍ଟୁ 3600/1, 0 0 କଟିଗଲା। 2 ପଞ୍ଚା 10, 18 ଦୁଣେ 16, 18/5 କିଲୋମିଟର ପାର୍ ଆୱାର ହେଇଗଲା ବର୍ତ୍ତମାନ। ଓକେ, କିଲୋମିଟର ପାର୍ ଆୱାର ହେଇଗଲା ଏହାର ଆନ୍ସର।
बर्तमान चलो डायरेक्ट क्वेश्चन को जीवा एवं क्वेश्चन किपरि आसे ताकू किपरि सॉल्व करिवार अछि प्रीवियस ईयर क्वेश्चन को नेकी सब सॉल्व करिवा एमति नुहे कि मु क्वेश्चन माने इजी इजी क्वेश्चन आनी छी आ तुमको माने इजी क्वेश्चन सब सॉल्व करू सेमति नुह ऑलरेडी क्वेश्चन आसी सारी छी जो क्वेश्चन गुडी को आसी सेही गुडा को ही हमें सॉल्व करिवा ओके देखो फर्स्ट क्वेश्चन देखिवा ए मैन walking at the rate of 5 kilometer per hour 5 kilometer per hour crosses a bridge 15 minutes the length of the bridge is मीटर रे केते मीटर रे मागिला आंसर ठीक अछि क्लियर क्वेश्चन देखो बढ़िया मजा लागिवो आमे ऑलरेडी कांसेप्ट बुझी सारी छु बर्तमान मजा लागिवो देखो हमको मीटर रे मागिला स्पीड कोन देछि किलोमीटर पर आवर रे देछि किलोमीटर पर आवर को आमे कन्वर्ट करबा मीटर पर सेकंड प्रथमे कन्वर्ट कर दबा 5 किलोमीटर को किलोमीटर पर आवर को कन्वर्ट करले बड़रू छोट को जीवा माने ऊपर 5 लिखिबा तळे 18 लिखिबा मीटर पर सेकंड प्रथम मीटर पर सेकंड रे कन्वर्ट करिवार अछि 5 पंचा 25 18 मीटर पर सेकंड हे गला हमको कोन यार डिस्टेंस मागी छी 15 मिनिट अछि 15 मिनिट को सेकंड रे कन्वर्ट करिवार अछि ताले 15 इनटू 1 मिनिट इक्वल टू कते 60 सेकंड ताले एतकी आसिला वर्तमान आमे डिस्टेंस काढिबा पई फार्मूला कोन जानिथिलु रे डिस्टेंस होची स्पीड इनटू टाइम एटा हे गला फार्मूला वर्तमान हमर आंसर कोन मीटर रे बाहरिबो जेहेतु मीटर रे कन्वर्ट कर सारिछु ताले 15 इनटू 60 स्पीड इनटू टाइम सॉरी टाइम एटा टाइम ता लिखिली टाइम इनटू स्पीड हला 25/18 डिस्टेंस बाहरी जीवो काटिबा केतरा काटिबा 6 3 18 6 10 60 3 पंचा 15 हेले 25 पंचा 125 शून्य 1250 हे जीवो यार राइट आंसर ओके इजी थिला ना क्वेश्चन ता वेरी इजी केवल हमको टिके यूनिट को देखिकी जमती एइथरे कोन ना सिली मिस्टेक कोन हे जाय ना केते बेले पिला जानि पारंतिनी 15 मिनिट टाकू सेकंड बोली की भाबी दियंती डायरेक्ट फार्मूला 15 रे ही इनटू कर देबे जदि तमे डायरेक्ट एठी बर्तन 5 किलोमीटर पर आवर इनटू 15 करि देले आमे जानि छु तो स्पीड इनटू सॉरी डिस्टेंस टा में काढिया पई कोन जानि छु ना स्पीड इनटू टाइम करबी कोन करंती पिला माने हॉट रे कोन कर दबो ना 5 इनटू 15 15 पंचा 75 पिला भी तामने कोन ऑप्शन भी एमती देइथिबो जे 75 भी गोटे आंसर देछि हां मोर कोठी टिके भूल थिबो 10 टा बड बसैनी कहि कि बी टा मारी के आकु पड़ेबे तो एई सिली मिस्टेक करिवार नै एग्जाम रे हमको प्रथमे मिनिट्स माने प्रथमे तार यूनिट टा देखिवार अछि यूनिट की प्रॉपर वे रे कन्वर्ट करिकी करिवार अछि एग्जाम रे पूरा माने टिकिरी क्वेश्चन को भलो से पढी करिवार अछि बेसी किछि नाही केवल यूनिट को हमरो फास्ट चेक कर दवार अछि ओके चलो देखिबा नेक्स्ट क्वेश्चन कोन कहिछि नेक्स्ट क्वेश्चन कोन कहिछि देखो ए मैन क्रॉसेस ए रोड 250 मीटर्स वाइड इन 75 सेकंड 75 सेकंड रे मीटर पर सेकंड ठीक देइछि बट एइट देखो स्पीड टा कोउथरे मागिला किलोमीटर पर आवर हमकु आंसर काढिला परे किलोमीटर पर आवर रे कन्वर्ट करिकी आंसर लिखिबार अछि ओके हमरो कोन जानि छै स्पीड ताले हमकु कोन काढिबार अछि यार स्पीड टा काढिबार अछि स्पीड रो फार्मूला कोन हे जिवो डिस्टेंस बाय टाइम डिस्टेंस हमर कते देइछि 250 मीटर टाइम देइछि कते 75 25 3 75 ऊपर रहिला 10 10/3 हेले केते 10/3 देला वर्तमान हम भाइबा जे एटा होछि आंसर एटा आंसर की आंसर तो नाही ताले भूल देइ दिला कि आंसर ता भूल देइछि की नहीं ताले एठी कोन करिवार अछि किलोमीटर पर आवर रे करिवार अछि कन्वर्ट करिवार अछि 10/3 को आमे छोटटा को बडरे कन्वर्ट करिवार पय हेले कोन करबी कहितली ऊपरे कोनटा रखिबो बडटा 18/5 आमको जानिबार अछि जे 18/5 5/18 गुणन करिवार अछि केते बेले कोटा को गुणन करिवार अछि सेटा मन रखबार अछि 18/5 कर देली हेले एटा कोन हे जिवो ना किलोमीटर पर आवर को कन्वर्ट हे जिवो ओके हेले किलोमीटर पर आवर रे आंसर टा बाहरिबो किलोमीटर पर आवर रे वर्तमान ताले काढिबा 318 5 दुणे 10 6 दुणे कते 12 ताले आंसर कते ही गला 12 ही जिवो यार राइट आंसर बुझियला
सेशन बहुत ही मजा लगिबो। देख एई भलिया छोट छोट जिंस को भूल करिवार नै एग्जाम रे एई भलिया क्वेश्चन आसीबो बेसी हार्ड आसीबोनी किंतु सिली मिस्टेक करिकि भूल ही जीवो केते बेले किलोमीटर पर आवर देइथिबो आ ऑप्शन रे मीटर पर सेकंड रे जो आंसर टा बाहरिबो सेही आंसर भी देइथिबो जे तुमको लागबो जे हां मु परफेक्ट ठीक करिकि आछि किंतु एग्जाम रे भूल ही जइथिबो देखला बेलको। ओके चलो देखिबा आउ किछि क्वेश्चन देखिबा एवं जानिबा केमिति सॉल्व करा जीवो से क्वेश्चन गुडी को। आशा करछि सेशन मजा जदि लागुछि वीडियो को लाइक कर दियो एवं चलो ए क्वेश्चन टा निजे सॉल्व कलो देखिबा केमति कोन होउछि। ए मैन राइडिंग हिज बाइसाइकल कवर 150 meters in 50 seconds. What is the speed of kilometer per hour? कौन है यार आंसर? 150 meters in 20 seconds रे हमकु कौन काढिबार अछि स्पीड काढिबार अछि। स्पीड काढिबार पय हले यार फार्मूला कौन डिस्टेंस बाय टाइम। डिस्टेंस देइछि 150 मीटर टाइम देइछि 25 सेकंड काढी देले 5 25 को बणके डायरेक्ट डाकिबा पणिका टिके सिखिबा निहाती दरकार 2500 150 6 हेई गला यार आंसर। ए ऑप्शन तो 6 नाही ऑप्शन भूल देछि की ना एठी केमती करिवार अछि एटा हमें कोथरे बाहरिला एटा 6 मीटर पर सेकंड रे बाहरिला हमको आंसर कोन मागिछि किलोमीटर पर आवर। किलोमीटर पर आवर रे हेले हमको केते गुणन करिवार अछि 18/5 1800 108 हेबो 108/5 हेले केते आछि 5 दुणे 10 5 के 5 530 ताले आंसर केते ही जीवो बी ही जीवो यार राइट आंसर। ओके आमको नजर करिवार अछि मीटर पर सेकंड रे मागिछि ना किलोमीटर पर आवर रे मागिछि। ओके एई क्वेश्चन भूल ही जीवो बारंबार एटा को पॉइंट करिकि रखो एई भलिया क्वेश्चन बहुत आसे अब भूल ही जाय। चलो देखिबा नेक्स्ट क्वेश्चन कोन कहिछि ए क्वेश्चन रो आंसर सॉल्व करलो देखिबा कोन होछि यार आंसर। ए मैन राइड्स एट द रेट ऑफ 18 किलोमीटर पर आवर but stops for 6 minutes to change horses at the end of the every 7th kilometer. The time that he will take to cover distance 90 kilometer. से कौन कहिला ना जणे राइड्स माने जणे चालक 18 किलोमीटर पर आवर स्पीड रे से जाउची प्रत्येक 7 किलोमीटर रे से ता माने टिके अटकी जाउची छिडा होउची 6 मिनिट पई। द टाइम दैट ही विल टेक टू कवर ए डिस्टेंस ऑफ 90 किलोमीटर ताले 90 किलोमीटर डिस्टेंस कवर करिया पई ताकू केते समय लागिवो यार राइट आंसर कोन हबो केमती करिवा एवरी 7 किलोमीटर रे से अटकुची एंड ऑफ द 7 किलोमीटर द टाइम दैट ही विल टेक टू कवर डिस्टेंस 90 किलोमीटर यार आंसर कोन हबो चेंज हॉर्सेस 90 किलोमीटर अच्छी माने 7 किलोमीटर रे से अटकुची 90/7 7 के 7 90 को 7 रे हरण करिबा 7 के 7 2 आसिला 0 आसिला 7 दुणे 14 एटा जहाँ भी अच्छे एटा इग्नोर करो 12 थर से अटकीबो 90 किलोमीटर 7 किलोमीटर थरे अटकुची माने 90 किलोमीटर कवर करिया पई 12 थर अटकीबो हेले 1272 मिनिट 1 घंटा 12 मिनिट से अटकिला 1 घंटा 12 मिनिट जदि से अटकुची या को सॉल्व करिवार भी नाही लास्ट रे 12 आछी माने तो 12 ही आंसर अछि ना ए भीतर 12 कोडा अछि एटा आंसर ही पारे बट मु करि दउची मते लागुची कि एटा ही आंसर हेबो जेतु 12 मिनिट बाहरिला बट आमे करिवा ताहले 1 घंटा 12 मिनिट से नेला पुणी 18 किलोमीटर पर आवर रे 90 किलोमीटर को जीवा पई केते लागिवो
90/18 ହେଲେ 18 ପଞ୍ଚା 5 ଘଣ୍ଟା ତାକୁ ଲାଗିବ, ପୁଣି 1 ଘଣ୍ଟା 12 ସେକେଣ୍ଡ ଅଧିକା ସମୟ ନେବ। କ'ଣ ପାଇଁ ନେବ? 6 ମିନିଟ୍ ଲେଖା ଅଟକୁଛି ସେ। 7 କିଲୋମିଟରରେ ଥରେ ଅଟକୁଛି, 90 କିଲୋମିଟରକୁ 12 ଥର ଅଟକିବ। ତାହେଲେ 5 ଘଣ୍ଟା ଆଉ ଘଣ୍ଟେ 12 ମିନିଟ୍ କେତେ ହେଲା? 6 ଘଣ୍ଟା 12 ମିନିଟ୍। ତାହେଲେ ତାକୁ କେତେ ସମୟ ଲାଗିବ? 6 ଘଣ୍ଟା 12 ମିନିଟ୍ ଲାଗିବ। ବୁଝିହେଲା? 90ରେ କାହିଁକି ହରଣ କଲି? 90 କିଲୋମିଟରକୁ ଯାଉଛି ମାନେ 7 କିଲୋମିଟରରେ ଥରେ ଅଟକିବ। ତ ତେଣୁକି ହରଣ କରିଦେଲି, ଯାହା ବାହାରିଲା 12 ବାହାରିଲା। 6ଟା ତ ମାନେ କ'ଣ ଲାଷ୍ଟରେ ଯୋଉ 6 ବାହାରିଲା, ଆଉ 7 କିଲୋମିଟର ତ ସେ ପହଞ୍ଚି ପାରୁନି ନା। ଆଉ 7 କିଲୋମିଟର ହେଲେ ସେ ଆଉ 6 ମିନିଟ୍ ରହିଥାନ୍ତା। ଯେହେତୁ 6ରେ ରହିଗଲା, ୟାକୁ ଆଉ ସେ ଆଉ ଅଟକିବାର ନାହିଁ, ଡାଇରେକ୍ଟ ପହଞ୍ଚିଗଲା ଡେଷ୍ଟିନେସନ୍। ଓକେ। ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚନ। ଏ କ୍ୱେଶ୍ଚନର ଆନ୍ସର ମୁଁ କହିବିନି, ବହୁତ ଥର ଆମେ କଲେ। ଏଇଟା ତମେ ନିଜେ ସଲ୍ଭ କର। କିଲୋମିଟର ପାର ଆୱାରକୁ ମିଟର ପାର ସେକେଣ୍ଡରେ କନଭର୍ଟ କରିବ ଏବଂ ଆନ୍ସର ଏହାର କ'ଣ ହେଉଛି କମେଣ୍ଟ ବକ୍ସରେ ଲେଖିକି ଜଣାଇବ। ଓକେ। ଆଶା କରୁଛି ଏ କ୍ୱେଶ୍ଚନ ତମକୁ ବହୁତ ଇଜି ଲାଗିବ। ଓକେ, ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚନ। ଦେଖ କ'ଣ କହିଲା, ବର୍ତ୍ତମାନ ଟ୍ରେନକୁ ପଳେଇ ଆସିବା। ଏ ଟ୍ରେନ ପାସେସ୍ 2 ବ୍ରିଜେସ୍ ଅଫ୍ ଲେନ୍ଥ 800 ମିଟର ଏଣ୍ଡ 400 ମିଟର। ଦୁଇଟା ବ୍ରିଜକୁ ସେ କଭର କରୁଛି ଇନ୍ 100 ସେକେଣ୍ଡ ଏଣ୍ଡ 60 ସେକେଣ୍ଡ ରେସ୍ପେକ୍ଟିଭଲି। ଗୋଟେଟାକୁ 100 ସେକେଣ୍ଡରେ କରୁଛି, ଆଉ ଗୋଟେଟାକୁ 60 ସେକେଣ୍ଡରେ ସେ ପାର ହେଇଯାଉଛି। ଦ ଲେନ୍ଥ ଅଫ ଦ ଟ୍ରେନ୍ ଇଜ କେତେ? ଦେଖ, ଗୋଟେ ବାଲା ଫାଷ୍ଟ ଦେଇଥାନ୍ତା। ହଁ, ଠିକ ଅଛି। ଦେଖ, ଗୋଟେ ବ୍ରିଜ ଅଛି, ଏଟା ଏଇପଟୁ ଆସୁଛି ଶାଲିମାର ଏକ୍ସପ୍ରେସ, ପୁରା ସ୍ପିଡରେ ଆସୁଛି ହେଲା। ଆମକୁ କାଢିବାର ଅଛି ଶାଲିମାର ଏକ୍ସପ୍ରେସର ଟ୍ରେନର ଲେନ୍ଥଟା କାଢିବାର ଅଛି। ଏଠି ଟିକେ ଦେଖୁଥିବ, ଏଇଠି ବହୁତ ହି ଇମ୍ପୋର୍ଟାଣ୍ଟ ଜିନିଷଟା ମୁଁ କହୁଛି। ଯେତେବେଳେ ଟ୍ରେନଟା ଏଇଟାରେ ପାସ୍ କରିବ, ଏଇଟା ପୋଲଟା ଅଛି, ଏହାର କିଲୋମିଟର ଅଛି କେତେ? ଏହାର ମିଟର କେତେ ଅଛି? 800 ମିଟର। ତ ଏଇଟା ଯେତେବେଳେ ଏଇଠି ପହଞ୍ଚିଗଲା, ଏଇଟା 800 କିଲୋମିଟର। ପୁଣି ଏଇଠୁ ବାହାରିବା ପାଇଁ ତାର ଯୋଉ ଲେନ୍ଥଟା ଅଛି, ସେଇ ଲେନ୍ଥଟାକୁ ସେ କଭର କରିବ କି ନାହିଁ? ଯଦି ଏହାର ଆମର ଶାଲିମାର ଏକ୍ସପ୍ରେସର ମାନେ ଇଏଟାକୁ ଭାବିବା ଆମେ ଏକ୍ସ, ତାର ଯୋଉ ଲେନ୍ଥଟା, ତ ସେ ଏଇଟାରେ ଯେତେବେଳେ ପାରେଇବ, ତାର ନିଜର ଯେତେ ଡିଷ୍ଟାନ୍ସ ଅଛି ସେଟା ହିଁ ପାରେଇବ। ତାହେଲେ ଟୋଟାଲ ସେ ଡିଷ୍ଟାନ୍ସ କେତେ କଭର କରୁଛି? ଏଇଟା ଯୋଉ ପାରେଇଲା, ତାର ଡିଷ୍ଟାନ୍ସ ବି କଭର କରୁଛି। ତାହେଲେ 800 ପ୍ଲସ ଏକ୍ସ, ତାର ଡିଷ୍ଟାନ୍ସ ବି ସେ କଭର କରୁଛି ନା। ତେଣୁ କି ଟୋଟାଲ ସେ ଲେନ୍ଥ କେତେ କଭର କରିଛି, ଡିଷ୍ଟାନ୍ସ କେତେ କଭର କରିଛି? 800 ପ୍ଲସ ଏକ୍ସ କରିଛି। କେତେ ସେକେଣ୍ଡରେ? 100 ସେକେଣ୍ଡରେ। କିନ୍ତୁ ଏହାର ସ୍ପିଡ ସମାନ ଅଛି। ବର୍ତ୍ତମାନ ଏଇଟା ଗୋଟେ ଆସିଗଲା, ବୁଝିଗଲା? କ୍ଲିୟର? କ'ଣ କହିଲି? ବ୍ରିଜର ଡିଷ୍ଟାନ୍ସ କଭର କରିବା ସହିତ ତାର ଡିଷ୍ଟାନ୍ସଟା ବି ସେ ରନିଂ କରିକି ପାରେଇବ ଏଠି। ତ ଟୋଟାଲ ଡିଷ୍ଟାନ୍ସ ହେଇଯିବ କେତେ? ଡିଷ୍ଟାନ୍ସ ହେଇଯିବ 800 ପ୍ଲସ ଏକ୍ସ। ପ୍ରଥମଟାରେ ଯୋଉଟାକି ପ୍ରଥମଟା କେତେ ସେକେଣ୍ଡରେ ସେ କଭର କଲା? 100 ସେକେଣ୍ଡରେ। ଆମର ଏହାର ତାହେଲେ ସ୍ପିଡଟା ତ ସମାନ ରହିଥିବ। ସ୍ପିଡ ଆମକୁ କାଢିବା ପାଇଁ କ'ଣ ହେବ? ଟାଇମ, ଡିଷ୍ଟାନ୍ସ। ସ୍ପିଡ କାଢିବା ପାଇଁ କ'ଣ ହେବ? ଡିଷ୍ଟାନ୍ସ ବାय ଟାଇମ। ତାହେଲେ ଏଟା କେତେ ଆସିଗଲା? ଏଇଠି ଆମେ ଜାଣିଗଲୁ, ସ୍ପିଡ ଜାଣିଗଲୁ 800 ପ୍ଲସ ଏକ୍ସ ବାय 100। କ୍ଲିୟର? ଆଉ ଗୋଟେ କେସରେ ସେଇଭଳିଆ ସ୍ପିଡ କାଢିବା। 400 ମିଟର ଯୋଉ ପୋଲଟା ଅଛି, 400 ମିଟର ପ୍ଲସ ତାର ନିଜର ଲେନ୍ଥ ବାଇ କେତେ ସେକେଣ୍ଡରେ? 60 ସେକେଣ୍ଡରେ କଭର କରିଛି। ଏହାର ସ୍ପିଡ ଯାହା, ଏହାର ସ୍ପିଡ ମଧ୍ୟ ତାହା। ତାହେଲେ ଏଇଟା ସମାନ ଏଇଟା ହେଇଯିବ। ବର୍ତ୍ତମାନ କାଢିବା, ଯେହେତୁ ସ୍ପିଡ ସମାନ ଅଛି, ଦୁଇଟା ସମାନ ହେଇଯିବ। ତାହେଲେ 800 ପ୍ଲସ ଏକ୍ସ ବାय 100 इक्वल टू 400। अरे यार कौन होउची? 400 प्लस एक्स बाय 60। बर्तमान तड़कू तड़ कटिଯିବ समान चिन्ह थिले। ए साला गरम हो गला रे।
ଶୂନ ଶୂନ କଟିଲା 2 ରେ କାଟିବା 2 3 6 2 5 10 ବର୍ତ୍ତମାନ ବଜ୍ର ଗୁଣନ କରିବା ଡାଇରେକ୍ଟ ଲେଖିବି 3 ଅଷ୍ଟାଙ୍ଗ 2400 ପ୍ଲସ୍ 3x ସମାନ ଏଠି 5 ଅଛି 5 20 ଦୁଇଟା ଶୂନ ପ୍ଲସ୍ 5ଟା x ରେ ଗୁଣନ ହେଲେ 5x ବର୍ତ୍ତମାନ ଏଇଟା ପଟେ ଗଲେ 5x ରେ 3x ଗଲା ଯଦି 2x ଲେଖିଲି ସମାନ ୟାକୁ ଏପଟେ ଆଣି ଆସିବି 2400 ରୁ 2000 ଗଲେ 400 ବାହାରିଲା x ଇକ୍ୱାଲ୍ ଟୁ ଏଇଟା କଟିଯିବ 200 ହେଇଯିବ ଆନ୍ସର୍ 200 ମିଟର ତାହେଲେ ଟ୍ରେନ୍ର ଲେନ୍ଥ କେତେ ବାହାରିଲା 200 ମିଟର ହେଇଗଲା ଏହାର ରାଇଟ୍ ଆନ୍ସର୍ ଓକେ ତ ଏଇ ଭିଡ଼ିଓରେ ଆମେ ଦେଖିଲୁ ଏହାର ବେସିକ୍ କନସେପ୍ଟ କ'ଣ ଅଛି କେଉଁ ଫର୍ମୁଲା ୟୁଜ୍ ହେବ ଏବଂ କିପରି କେଉଁ ଜିନିଷ ପ୍ରତି ନଜର କରିବାର ଅଛି କେଉଁଥିରେ ସିଲି ମିଷ୍ଟେକ୍ ନ ହେବ ସବୁ ଜିନିଷ ଟିକେ ଟିକେ ଓଭରଅଲ୍ ଦେଖିଦେଲୁ ଏହାର ଆହୁରି ବି ଯେଉଁ କ୍ୱେଶ୍ଚନ୍ ସବୁ ରହିଛି ଆମେ ଡିସ୍କସ୍ କରିବା ନେକ୍ସଟ ଭିଡ଼ିଓରେ ଦେଖିବା ଏବଂ ଜାଣିବା ଏହାକୁ କିପରି ସଲ୍ଭ କରାଯାଏ ସେତିକି ଯାଇ ଦେହର ଯତ୍ନ ନିଅ ଭଲସେ ପାଠ ପଢ଼ ଏବଂ ଦେଖା ହେବ ନେକ୍ସଟ ଭିଡ଼ିଓରେ ଟିଲ୍ ଦେନ୍ ସାଇନ୍ ଆଉଟ୍ ବାଏ ବାଏ